ହାଏ ହ୍ୟାଲୋ ମୁଁ କିଟୋ। ଗେଇବାଠାରୁ ମଜା ଏ ଦୁନିଆରେ ଆଉ କିଛି ନାହିଁ। ଯେତେ ଗଉଥାଏ ନୂଆ ଲାଗୁଥାଏ। ଯଦି ସତରେ ତମମାନଙ୍କର ବାଣ୍ଡ ଉଠୁଥାଏ, ସବସ୍କ୍ରାଇବ୍ ବଟନ୍କୁ ଝିଅର ଦୁଧ ଭାବି ଚିପି ଦିଅନ୍ତୁ। ଯଦି ଝିଅମାନଙ୍କର ବିହା ଖନ ଖନ କରୁଥାଏ, ତେବେ ସବସ୍କ୍ରାଇବ୍ ବଟନ୍କୁ ପୁଅର ଭାଣ୍ଡ ଭାବି ଦବେଇ ଦିଅନ୍ତୁ। କାହାଣୀଟି ହେଲା ମୋ ଗାର୍ଲଫ୍ରେଣ୍ଡର ସାନ ଭଉଣୀକୁ ପିଆ ଫଟା ଗେଇଲି। ମୁଁ କିଟୁ, ମୋ ପାଠପଢ଼ା ଅଧାରୁ ଛାଡ଼ି ଦେଇଛି। ବାସ୍ ମୁଁ ଖାଲି ଛକରେ ମୋ ବେତୁଆ ସାଙ୍ଗମାନଙ୍କ ସହ ଖଟି କରେ। ଦିନବେଳ ଘଟଣା, ମୁଁ ଛକରେ ଖଟି କରୁଥାଏ। ଗୋଟେ ଟାଇଟ୍ ଜିନ୍ସ, ଫଳିଆ ବୋଡ଼, ଗାଣ୍ଡି ବୋଡ଼ ବାହାରକୁ ବାହାରିଥାଏ। ଅଣ୍ଟା ସରୁକୁ ପର୍ବତ ପରି ଯୁଦ୍ଧ, ସାଙ୍ଗକୁ ତା କଳା ଟିମ୍ପଲ ଦେଖାଯାଉଥାଏ। ଗୋଟେ ଲଙ୍ଘା ମାର୍କା ଝିଅ ଦେଖିଲି। ମୋ ମନ ସାଙ୍ଗକୁ ମୋ ବାଣ୍ଡରେ ଘଣ୍ଟି ବାଜିଲା। ସେ ଆଗ କଲେଜକୁ ଯାଉଥିଲା ଆଡ଼ମିସନ୍ ପାଇଁ। ମୋର ନାଳୁଆ ଦୋଷ, ମୁଁ ନାଳାଇ ଗଲି, ତା ପଛରେ ଗଲି। ଯେମିତି ସେମିତି କରି ତାକୁ ପଟେଇ ଦେଲି। ଆମ ପ୍ରେମ ପୁରା ଜୋରସୋରରେ ଚାଲିଲା। ମୁଁ ତାକୁ ଯେତେବେଳେ ବି ଦେଖୁଥାଏ, ମୋ ମୁଷଳ ବାଣ୍ଡ ଠିଆ ହୋଇଯାଉଥାଏ। ତାକୁ ଦେଖି କୁଣ୍ଢେଇବାକୁ କିସ୍ କରିବାକୁ ଇଚ୍ଛା ହେଉଥାଏ। ମୁଁ ଏ କଥା ତାକୁ ବହୁତ କଷ୍ଟରେ କହିଲି, ଆଉ ସେ ରାଜି ବି ହେଲା। କିନ୍ତୁ ସେ ଛକରେ ଦେଖା କରିପାରିବନି କି କୁଆଡ଼େ ମୋ ସହିତ ଯାଇପାରିବନି ବୋଲି କହିଲା। କାରଣ ତାକୁ ଘରେ କୁଆଡ଼େ ଛାଡ଼ୁନଥିଲେ। ମୋ ମନ ଭାଙ୍ଗିଗଲା। ମୁଁ ଭାବିଲି ଆଉ କିଛି କରିହେବନି। ତଥାପି କଲ୍ରେ ମୁଁ ସେକ୍ସ ରୋମାନ୍ସ କଥା କହୁଥାଏ, ତାକୁ କଥାରେ ହିଟ୍ କରାଉଥାଏ। ତାକୁ ବି ଏ କଥା ବହୁତ ମଜା ଲାଗୁଥାଏ। ସେ ତା ଦୁଧ ଫଟୋ, ତା ବିଆ ଫଟୋ ମୋତେ ଦେଲା। ମୁଁ ଦେଖିକି ଆଉ ସମ୍ଭାଳି ପାରିଲିନି। କଲ୍ରେ କଥା ହଉ ହଉ ହଲେଇବାକୁ ଲାଗିଲି। ଆଉ ତାକୁ ବି କହିଲି, ତୋ ବିଅରେ ତୁ ଆଙ୍ଗୁଳି ପୁରା ବୋଲି। ସେ ବି ତା ବିଆରେ ଆଙ୍ଗୁଳି ପୁରାଇଲା। ଏମିତି କିଛି ଦିନ ଚାଲିଲା। ଶେଷରେ ସେ ପ୍ଲାନ୍ କଲା କି ତା ଘର ପଛପଟେ ଗୋଟେ ଖାଲି ଭଙ୍ଗା ଘର ଥିଲା, ସେଠିକୁ ସେ ମୋତେ ଡାକିଲା। ମୁଁ ଏକଥା ଶୁଣି ମୋ ବାଣ୍ଡ ଖୁସି ହେଇଗଲା। ରାତିରେ ଦେଖା କରିବାକୁ ଗଲି। ସେ ତା ସାନ ଭଉଣୀକୁ ସାଙ୍ଗରେ ଆଣିଥାଏ। ତାକୁ ବାହାରେ ଜଗାଇ ଦେଲୁ ଆମେ। ଆଉ ଆମେ ସେ ଭଙ୍ଗା ଘର ଭିତରକୁ ପଶିଗଲୁ। ସେ ନାଇଟି ପିନ୍ଧି ଆସିଥାଏ। ମୁଁ ତାକୁ କୁଣ୍ଢେଇ ପକାଇଲି, ସେ ବି ମୋତେ କୁଣ୍ଢାଇ ପକାଇଲା। ତା ଗାଲରେ, ତା ଓଠରେ ମୁଁ କିସ୍ ଦେଇ ଚାଲିଲି। ତା ବଡ଼ ବଡ଼ ବଲ୍କୁ ଦବାଇ ଚାଲିଲି। ଧୀରେ ଧୀରେ ତା ନାଇଟିକୁ ଖୋଲି ତାକୁ ତଳେ ଶୁଆଇ ନିଧୁମ ରୋମାନ୍ସ କଲି। ମୋ ବାଣ୍ଡ ପୁରା ଠିଆ ହୋଇଗଲା। ମୁଁ ସମ୍ଭାଳି ପାରିଲିନି। ତାକୁ କହିଲି ମୋତେ କରିବାକୁ ଦିଅ। ସେ କହିଲା ଆଜି ନୁହେଁ, ଆଉ କେବେ। ଏମିତି ଯେବେ ଇଚ୍ଛା ହୁଏ ଆମେ ଦେଖା କରୁ, ଆଉ ଭରପୁର ରୋମାନ୍ସ କରୁ। ମୋ ନାଳୁଆ ଦୋଷ ଥିଲେ ବି ମୁଁ ତାକୁ ବହୁତ ଭଲ ପାଉଥାଏ। ଓ ସେ ବି। ଏମିତି ରୋମାନ୍ସ ଭିତରେ ସେ ନିଜକୁ ସମ୍ଭାଳି ପାରୁନଥାଏ, ମୁଁ ବି ନିଜକୁ ସମ୍ଭାଳି ପାରିନଥାଏ। ଆମେ ଡିସାଇଡ଼୍ କଲୁ ଆଜି ରାତି ଘିଆଘି ହେବୁ। ମୁଁ ଗଲି, ଆଉ ସେ ମଧ୍ୟ ଆସିଲା। ସେ ଖାଲି ନାଇଟି ପିନ୍ଧିଥାଏ, ଆଉ ଭିତରେ କିଛି ପିନ୍ଧିନଥାଏ। ମୁଁ ତା ନାଇଟିକୁ ଖୋଲିଦେଲି। ତା ବଡ଼ ବଡ଼ ଦୁଧ ଦୁଇଟି ନାଚି ଉଠୁଥାଏ। ତା ଜଙ୍ଘ ତଳ ଘଞ୍ଚ ବୋଧା ଦେଖି ମୋ ହୋସ୍ ଉଡ଼ିଗଲା। ମୋ ଦୁଇ ହାତରେ ତା ଦୁଧକୁ ଚିପି ଚାଲିଲେ, ଆଉ ତା ଦୁଧକୁ ମୁହଁରେ ପୁରାଇ ଚୁହି ଚାଲିଲି। ସେ ତା ହାତରେ ମୋ ବାଣ୍ଡକୁ ହଲଉଥାଏ। ମୁଁ ତା ବିଆରେ ସୁଲସୁଲ କରି ଆଙ୍ଗୁଳି ମାରୁଥାଏ। ଆମ କଣ୍ଟ୍ରୋଲ ବାହାର ହୋଇଗଲା। ତାକୁ ତଳେ ଶୁଆଇ ଗୋଡ଼ ଟେକି ତା ଦୁଇ ଫଳିଆକୁ ଫାଳି ମୋ ବାଣ୍ଡ ତା ବିଆରେ ପୁରାଇ ଦେଲି। ମନ ଭରି ତାକୁ ଗିଳିଲି। ତା ପରଦିନ ସେ ତା ମାମୁଁ ଘରକୁ ଗଲା ତା ମା ସହ। ସେ ଫୋନ୍ ନେଇନଥାଏ। ସେ କହିଥାଏ ସେ କିଛି ଦିନ ରହିବ। କିନ୍ତୁ ଦିନେ ତା ନମ୍ବରରୁ ମୋତେ କଲ୍ ଆସିଲା। ମୁଁ ଉଠାଇଲି। ଶୁଣିଲା ବେଳକୁ ତା ଭଉଣୀ। ସେ ଖାଲି ଏତିକି କହିଲା, ଆଜି ଆସି ଦେଖା କର ସେ ଭଙ୍ଗା ଘରେ। ମୁଁ ଡରିଗଲି। ଭାବିଲି କିଛି ପ୍ରୋବ୍ଲେମ୍ ହେଇଛି ବୋଧେ। ମୁଁ ଗଲି। ମୁଁ ଦେଖିଲି ତା ଭଉଣୀ ଏକା ଅଛି। ତାକୁ ପଚାରିଲି କ'ଣ ହେଲା, ଡାକିଲ ଯେ? ସେ ମୋତେ ହଠାତ୍ କୁଣ୍ଢେଇ ପକାଇଲା। ମୁଁ ହତବାକା ହେଇଗଲି। ଆଉ କହିଲା, ମୁଁ ସବୁଦିନ ଦେଖେ ମୋ ଭଉଣୀ ସହିତ ଯାହା ଯାହା କର। ମୁଁ ନିଜକୁ ସମ୍ଭାଳି ପାରୁନି। ମୁଁ ରାତିରେ ଶୋଇପାରୁନି। ମୋ ଭଉଣୀ ସହିତ ଯାହା କର, ମୋ ସହିତ ବି ତାହା କର। ମୋ ଦୁଧରେ, ମୋ ବିଆରେ ତୁମ ବାଣ୍ଡ ପୁରେଇ ଦିଅ। ମୁଁ ତାକୁ ସାଇଡ୍ କରି କହିଲି, ତୁ ପାଗଳ ହେଇଛୁ ନା କ'ଣ? ମୁଁ ତୋ ଭଉଣୀକୁ ଧକ୍କା ଦେଇ ପାରିବିନି କହି ଚାଲି ଆସିଲି। ତା ପରଦିନ ପୁଣି ତା ଭଉଣୀ କଲ୍ କଲା, ଆଉ କହିଲା, ଯଦି ମୋତେ ତୁମେ ନ ଗେଇଛ
ତେବେ ମୁଁ ଘରେ କହିଦେବି ତମର ଆଉ ମୋ ଭଉଣୀ ବିଷୟରେ। ମୁଁ ଡରିଗଲି ଆଉ ହଁ କହିଦେଲି, କାରଣ ମୁଁ ତାକୁ ବହୁତ ଭଲ ପାଉଥିଲି ନା। ମୁଁ ତାକୁ ହରାଇବାକୁ ଚାହୁଁନଥିଲି। ମୁଁ ବାଧ୍ୟ ହୋଇ ଏସବୁ କଲି। ମୁଁ ଗଲି, ତା ଭଉଣୀ ଆସିଲା। ତା ଭଉଣୀକୁ ଏମିତି ଦେଖି, ଏମିତି ରୂପରେ ଦେଖି ମୁଁ ହୋସ୍ ଉଡ଼ିଗଲା। ଖାଲି ବିରା ଆଉ ଚଡ଼ି ପିନ୍ଧିକି ଆସିଥାଏ। ତା ପତଳା ଦେହ, ଦୁଇଟି ବଡ଼ ବଡ଼ ଗୁଛିଆ ଗୁଛିଆ ତୁଥ। ସେ ଦୌଡ଼ି ଆସି ମୋତେ କୁଣ୍ଢେଇ ପକାଇଲା। ମୁଁ ବି ତାକୁ କୁଣ୍ଢେଇ ପକାଇଲି। ଆଉ ତା ବିରାକୁ, ତା ପ୍ୟାଣ୍ଟକୁ ଖୋଲିଦେଲି। ତାକୁ କୋଳରେ ନେଇ ଉଠେଇ ତା ଦୁଧକୁ ଚୁହି ନିର୍ଦ୍ଧୁମ ରୋମାନ୍ସ କଲି। ସେ ଖାଲି ଉଃ ଆଃ କରି ଚାଲିଥାଏ। ତା ବିହାରେ ଆଙ୍ଗୁଳି ପୁରାଇ ତାକୁ ବସାଇ ମୋ ବାଣ୍ଡ ଚୁହାଇଲି। ତାକୁ ତଳେ ଶୁଆଇ ନିର୍ଦ୍ଧୁମ ଗେଇଲି। ଯେତେ କାଟୁଛି କାଟୁଛି କହୁଥାଏ, ଛାଡ଼ୁ ନଥାଏ। ଖାଲି ଗେଇ ଚାଲିଥାଏ। କେତେବେଳେ ପଛପଟୁ ତ କେତେବେଳେ ମୋ କୋଳରେ ବସେଇ ହେଇ ଚାଲିଥାଏ। କେତେବେଳେ ଡଗି ପୋଜ ତ କେତେବେଳେ ମୋ ଉପରେ ତାକୁ ବସେଇ ହେଇ ଚାଲିଥାଏ। ଯେତେ କହୁଥାଏ, ଚିତ୍କାର କରୁଥାଏ, ଆଉ ନାହିଁ ହେଇଗଲା, ମୁଁ ଆହୁରି ତାକୁ ଜୋରରେ ପେଲି ଚାଲିଥାଏ। ତା ବିହାକୁ ଫୁଟେଇ ରକ୍ତ ବାହାର କରିଦେଲି। ତାପରେ ତାକୁ ଛାଡ଼ିଦେଲି। ତାପରେ ତାକୁ ତା ଚୁଟି ବଛାରେ ଧରି କହିଲି, ନେକ୍ସଟ ଟାଇମ୍ ଯଦି ଏମିତି କରିବାକୁ କହୁ ତେବେ ତ ବିହା ଫାଡ଼ିଦେବି।